ଯଦି ଆପଣମାନଙ୍କ ଫେସବୁକରେ ଭ୍ୟୁ ଆସୁନି ତାହେଲେ ଆପଣଙ୍କୁ ଏହି ପାଞ୍ଚଟି ଜିନିଷ ନିହାତି କରିବା ଦରକାର। ପ୍ରଥମେ ଆପଣମାନେ ବୁଝନ୍ତୁ ଆପଣମାନଙ୍କ ଫେସବୁକରେ କାହିଁକି ଭ୍ୟୁ ଆସୁନି। ଲୋକମାନେ ଆପଣଙ୍କ ଭିଡ଼ିଓ ଦେଖୁନାହାନ୍ତି। ଲୋକମାନେ ଯଦି ଦେଖୁଛନ୍ତି ତାହେଲେ ଆପଣଙ୍କ ଭିଡ଼ିଓ ଫେସବୁକ ରିକମେଣ୍ଡ କରୁନାହିଁ। ଯଦି ରିକମେଣ୍ଡ ନ କରିବ ତାହେଲେ ଲୋକମାନେ ଦେଖିବେ କିଭଳି? ଲୋକମାନେ ନ ଦେଖିଲେ ଆପଣଙ୍କ ଭିଡ଼ିଓରେ ଭ୍ୟୁ ଆସିବ କିଭଳି? ଜାଣିବା ପାଇଁ ଏହି ଭିଡ଼ିଓଟିକୁ ଦେଖନ୍ତୁ। ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କହିବି ପାଞ୍ଚଟି ଜିନିଷ ଯାହା ଆପଣମାନେ ଯଦି ପ୍ରତ୍ୟେକ ଭିଡ଼ିଓରେ ଆପଣମାନେ ଆଡ୍ କରିବେ ତାପରେ ଦେଖନ୍ତୁ ଆପଣଙ୍କ ଭିଡ଼ିଓରେ ଭ୍ୟୁ କିଭଳି ଆସୁଛି। ପ୍ରଥମେ ଆପଣମାନେ ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। अर्निंग टाइम ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ରାକେଶ ଆପଣମାନଙ୍କୁ ସ୍ୱାଗତ କରୁଛି अर्निंग टाइम ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲକୁ। ପ୍ରଥମେ ଆପଣମାନେ ଯଦି ଭିଡ଼ିଓ ଦେଖିଲେ ପସନ୍ଦ ଆସିବ ଭିଡ଼ିଓକୁ ଲାଇକ୍ କମେଣ୍ଟ ଏବଂ ସେୟାର କରିନେବେ। ପ୍ରଥମେ କଥା ହେଉଛି ଫେସବୁକରେ ଭ୍ୟୁ ନ ଆସିବାର ମୁଖ୍ୟ କାରଣ ହେଉଛି କି ଆପଣମାନଙ୍କ ଭିଡ଼ିଓ ଲୋକମାନେ ନ ଦେଖିବା। ଲୋକମାନେ ଯଦି ଆପଣଙ୍କ ଭିଡ଼ିଓ ନ ଦେଖିବେ ତାହେଲେ ଆପଣଙ୍କର ଭ୍ୟୁ ଆସିବନି। ଦ୍ୱିତୀୟ କାରଣ ହେଉଛି ଲୋକମାନଙ୍କ ପାଖକୁ ଆପଣଙ୍କ ଭିଡ଼ିଓ ରିକମେଣ୍ଡ ନ କରିବା। ସେଥିପାଇଁ ଆପଣଙ୍କୁ ପାଞ୍ଚଟି ଜିନିଷ କରିବାକୁ ପଡ଼ିବ। ଯଦି ଫେସବୁକ୍ ଆପଣମାନଙ୍କ ଭିଡ଼ିଓକୁ ରିକମେଣ୍ଡ ନ କରିବ ତାହେଲେ ଆପଣଙ୍କ ଭିଡ଼ିଓରେ ଭ୍ୟୁ ଆସିବ କିଭଳି? ଲୋକମାନେ ଦେଖିବେ କିଭଳି? ସେଥିପାଇଁ ଆପଣଙ୍କୁ ଏହି ପାଞ୍ଚଟି ଜିନିଷ ଆଡ୍ କରନ୍ତୁ। ପ୍ରଥମେ ହେଉଛି କି ଆପଣମାନେ ଯେଉଁ ଭିଡ଼ିଓ ବନାଉଛନ୍ତି ସେ ଭିଡ଼ିଓ ଲୋକମାନଙ୍କୁ ପସନ୍ଦ ଆସୁଛି କି ନାହିଁ? ଯଦି ଲୋକମାନଙ୍କୁ ପସନ୍ଦ ନ ଆସିବ ତାହେଲେ ଲୋକମାନେ ଦେଖିବେ ନାହିଁ। ସେଥିପାଇଁ ଆପଣମାନେ ଲୋକଙ୍କ ହିସାବରେ ପ୍ରଥମ ପଏଣ୍ଟ ଆସୁଛି କି ଲୋକମାନେ ଯେଉଁ ଭିଡ଼ିଓ ପସନ୍ଦ କରୁଛନ୍ତି ସେ ଭିଡ଼ିଓ ଆପଣ ବନେଇବା ଆରମ୍ଭ କରନ୍ତୁ। ଏବଂ ଆପଣମାନେ ଚେଷ୍ଟା କରନ୍ତୁ ଆପଣମାନଙ୍କର ପ୍ରତ୍ୟେକ ଭିଡ଼ିଓ ଲୋକମାନଙ୍କୁ ପସନ୍ଦ ଆସିବ। ସେଥିପାଇଁ ଲୋକମାନେ ଯେଉଁ ଭିଡ଼ିଓ ଦେଖିବା ପସନ୍ଦ କରୁଛନ୍ତି ସେଇ ଟପିକରେ ଭିଡ଼ିଓ ବନାନ୍ତୁ। ଯେଉଁ ଟପିକରେ ଆପଣଙ୍କର ଭିଡ଼ିଓରେ ଭ୍ୟୁ ଆସିଛି ଅଧିକ ସେଇ ଟପିକକୁ ଆପଣମାନେ ବନାନ୍ତୁ। ଆପଣ ସେଇ ଟପିକ ହିସାବରେ ହିଁ ଆପଣମାନେ ଭିଡ଼ିଓ ବନାନ୍ତୁ। କାଟାଗୋରୀ ଆପଣମାନେ ବୁଝିପାରୁଥିବେ ଆପଣଙ୍କର ଯେଉଁ କାଟାଗୋରୀ ଥିବ ସେଇ କାଟାଗୋରୀରେ ଲୋକମାନେ ପସନ୍ଦ କରୁଛନ୍ତି। ତ ଆପଣମାନେ ସେଇ ହିସାବରେ ଭିଡ଼ିଓ ବନାଇବା ଆରମ୍ଭ କରନ୍ତୁ। ନମ୍ବର 2ରେ ଆସୁଛି ଆପଣଙ୍କ ଭିଡ଼ିଓ ଯେଉଁ ବି ଷ୍ଟାର୍ଟିଂର ଯେଉଁ 5ରୁ 3 ସେକେଣ୍ଡ ରହିଛି ଆପଣମାନଙ୍କୁ ରେଗୁଲାର ଯେଉଁ ବି ଭିଡ଼ିଓ ବନାଉଛନ୍ତି ସେଥିରେ ଆପଣଙ୍କୁ ହୁକ୍ ଦେବାକୁ ପଡ଼ିବ। ହୁକ୍ କହିବାକୁ ଗଲେ ତ ଲୋକମାନେ ବୁଝିପାରୁନାହାନ୍ତି। ହୁକ୍ ମାନେ ଏଭଳି କିଛି କହିବାକୁ ପଡ଼ିବ ଷ୍ଟାର୍ଟିଂରୁ ଯେଉଁଥିପାଇଁ କି ଲୋକମାନେ ଆପଣଙ୍କ ଭିଡ଼ିଓକୁ ଅଟକିବେ ଏବଂ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓର ଆପଣଙ୍କର ଦେଖିବେ। ସେଥିପାଇଁ ରେଗୁଲାର ଆପଣମାନେ ଭିଡ଼ିଓରେ ହୁକ୍ ଦିଅନ୍ତୁ। ତୃତୀୟରେ ଆସୁଛି ଆପଣମାନଙ୍କୁ ରେଗୁଲାର ଫେସବୁକରେ ଭିଡ଼ିଓ ଅପଲୋଡ଼ କରିବାକୁ ପଡ଼ିବ। ତୃତୀୟ ପଏଣ୍ଟ ହେଉଛି କି ମାନେ ରେଗୁଲାର ବା କଣ୍ଟିନ୍ୟୁ ଆପଣମାନେ ରେଗୁଲାର ଭିଡ଼ିଓ ବନାନ୍ତୁ ଏବଂ ସବୁଦିନ ଅପଲୋଡ଼ କରନ୍ତୁ। ଯଦି ହେଇପାରିବ ଆପଣମାନେ 3ରୁ 4ଟା ଲେଖେ ସପ୍ତାହକୁ ଭିଡ଼ିଓ ଅପଲୋଡ଼ କରନ୍ତୁ। ଏବଂ ଫଟୋ ଇମେଜ ଯାହା ବି ଆପଣମାନେ ଭିଡ଼ିଓରେ ସହିତ ଅପଲୋଡ଼ କରିବାକୁ ଚାହୁଁଛନ୍ତି ଅପଲୋଡ଼ କରିପାରିବେ। ଏବଂ ତାପରେ ନମ୍ବର 4ରେ ଆସୁଛି କି ଆପଣ ଯେଉଁ ବି ଭିଡ଼ିଓ ବନାଉଛନ୍ତି ସେଥିରେ ହ୍ୟାଶଟ୍ୟାଗ ଦିଅନ୍ତୁ। ହ୍ୟାଶଟ୍ୟାଗ ଦେବା ସହିତ ଆପଣମାନେ କିଛି କିୱାର୍ଡ଼ ଦିଅନ୍ତୁ ଏବଂ ଭିଡ଼ିଓରେ କ୍ୟାପସନ୍ ଲେଖନ୍ତୁ। କ୍ୟାପସନ୍ ମାନେ ଯେଉଁ ବି ଆପଣମାନେ କହୁଛନ୍ତି ସେ ଭିଡ଼ିଓ ତଳେ ତାହା ଲେଖାଯିବା ଦରକାର। ଏଭଳି କଲେ ଆପଣମାନେ ଆପଣଙ୍କ ଭିଡ଼ିଓରେ ଭଲ ଭ୍ୟୁ ଆଣିପାରିବେ ଏବଂ ତା ସହିତ ଆପଣମାନେ ଥମ୍ବନେଲ୍ ଲଗାନ୍ତୁ ଆପଣଙ୍କ ଭିଡ଼ିଓରେ। ଏବଂ ନମ୍ବର 5ରେ ଆସୁଛି କି ଆପଣମାନେ ନିଜ ଭିଡ଼ିଓରେ ଏକ୍ସଟ୍ରା କ'ଣ ଆଡ଼୍ କରିପାରିବେ ନା ଏକ୍ସଟ୍ରା ହେଉଛି କି ଆପଣମାନଙ୍କୁ ନିଜ ଭିଡ଼ିଓରେ ଆପଣମାନେ କପିରାଇଟ୍ ଫ୍ରି ମ୍ୟୁଜିକ୍ ଇମେଜ ଏବଂ ତା ସହିତ ଆପଣମାନେ ଯେଉଁ ଭିଡ଼ିଓର ରେସିଓ ରହିଛି ତାକୁ ସିଲେକ୍ଟ କରିବାକୁ ପଡ଼ିବ। ଫେସବୁକର ରେସିଓ ବା ଫେସବୁକର ଯେଉଁ ଭିଡ଼ିଓର ସାଇଜ୍ ରହିଛି ତାହା 1/1 ଆପଣମାନେ ସିଲେକ୍ଟ କରିପାରିବେ କିମ୍ବା ଆପଣମାନେ 9:16 ସିଲେକ୍ଟ କରିପାରିବେ ଯେଉଁଟାକି ଆମର ରିଲ୍ସ ଟାଇପ୍ର ରହୁଛି। କାହିଁକିନା ବର୍ତ୍ତମାନ ସବୁ ଭିଡ଼ିଓ ଗୁଡ଼ିକ ରିଲ୍ସ ଆକାରରେ ଆସୁଛି ସେଥିପାଇଁ ଫେସବୁକ୍ ମଧ୍ୟ ରିକମେଣ୍ଡ କରୁଛି ବର୍ତ୍ତମାନ ରିଲ୍ସ ଭିଡ଼ିଓ ଗୁଡ଼ିକ। ତ ଯଦି ଆପଣମାନେ ଏହି ପାଞ୍ଚଟି ଜିନିଷ କରିବେ ତାହେଲେ ଆପଣଙ୍କ ଭିଡ଼ିଓରେ ମଧ୍ୟ ଭ୍ୟୁ ଆସିବ ଏବଂ ଆଶା କରୁଛି କି ଆପଣମାନେ ବୁଝିପାରିଥିବେ। ଯଦି ବି ଆପଣଙ୍କର କୌଣସି ଡାଉଟ୍ ଅଛି କମେଣ୍ଟରେ ପଚାରିବେ। ବାକି ଭିଡ଼ିଓଟି ଯଦି ପସନ୍ଦ ଆସିବ ଭିଡ଼ିଓରେ ଗୋଟେ କମେଣ୍ଟ କରିବେ ଏବଂ ଆପଣମାନେ ଭିଡ଼ିଓକୁ ସେୟାର କରିନେବେ ଆପଣଙ୍କ ସାଙ୍ଗସାଥିରେ।